ପାଟନାଗଡ଼ ଉପଖଣ୍ଡରେ ଗତ 6 ତାରିଖ ଦିନ ହୋଇଥିବା କାଳବୈଶାଖୀ ବର୍ଷା ଓ କୁଆପଥର ମାଡ଼ରେ ବ୍ୟାପକ ଚାଳଛପର ଆଜବେଷ୍ଟ ଘର ଚୁରମାର ହେବା ସହ ନଷ୍ଟ ହୋଇଥିବା ବେଳେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କ ନିର୍ଦ୍ଦେଶରେ ସରକାରୀ ଅଧିକାରୀମାନେ କ୍ଷତିଗ୍ରସ୍ତ ଅଞ୍ଚଳମାନେ ବୁଲି ସମୀକ୍ଷା କରିଛନ୍ତି। ଆଜି ପାଟନାଗଡ଼ ବିଡିଓ ସୁମନ ମିଞ୍ଜ ପାଟନାଗଡ଼ ବ୍ଲକର ବଞ୍ଚିଝାଲ ଗ୍ରାମରେ ପହଞ୍ଚି କୁଆପଥର ମାଡ଼ରେ କ୍ଷତିଗ୍ରସ୍ତ ହୋଇଥିବା ସ୍ଥାନଗୁଡ଼ିକୁ ବୁଲି ସମୀକ୍ଷା କରିବା ସହ ତୁରନ୍ତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘରଗୁଡ଼ିକ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ପାଟନାଗଡ଼ର ପାଟନା ସମାଚାର। ଦେଖନ୍ତୁ ଗତ ଯେଉଁ 6 ତାରିଖରେ ଖରା ମାଡ଼ରେ ବାଞ୍ଜିଝାଲ ଗ୍ରାମର ଯେଉଁ କ୍ଷୟକ୍ଷତି ହୋଇଥିଲା ତା ବାବଦକୁ ଅଲରେଡ଼ି ଆମର ରେଭେନ୍ୟୁ ଷ୍ଟାଫ୍ ଆସିକି ସର୍ଭେ କରିଛନ୍ତି। ଯେହେତୁ ପ୍ରଧାନମନ୍ତ୍ରୀ ଆବାସ ଘରର ଯେଉଁ ଆମର ସର୍ଭେ କରାହେଇଥିଲା ତା ବାବଦକୁ ମୁଁ ଆଜି ଯେଉଁ ଗାଁକୁ ଆସିକି ପୁରା ଘର ଘରକୁ ବୁଲିକି ତାଙ୍କର ଘରର କଣ୍ଡିସନକୁ ଦେଖିକି ଯାଉଛୁ। ଆମେ ଯେହେତୁ ତାଙ୍କର ସର୍ଭେ ଲିଷ୍ଟରେ ଅଛି, ଆମେ ଯେତେବେଳେ ପ୍ରାୟ ପ୍ରଧାନମନ୍ତ୍ରୀ ଆବାସ ଘରର ୱାର୍କ ଅର୍ଡ଼ର ଆସିଲେ ଆମେ ଇମିଡ଼ିଏଟ୍ ଯାହାର ବେଶୀ କ୍ଷୟକ୍ଷତି ହୋଇଛି ତାଙ୍କୁ ପ୍ରାଧାନ୍ୟ ଦେଇକି ତାଙ୍କୁ ଦିଆହେବ ଘରଟା। ଏବଂ ବର୍ତ୍ତମାନ ଆମର ରେଭେନ୍ୟୁ ଫିଲ୍ଡ ଷ୍ଟାଫ୍ ମାନେ ସବୁ ଘରକୁ ବୁଲୁଛନ୍ତି, ସେମାନେ ପଲିଥିନ୍ ଡିଷ୍ଟ୍ରିବ୍ୟୁସନ୍ କରିବେ ଏବଂ ପ୍ରିଲିମିନାରୀ ଯେତିକି କ୍ଷୟକ୍ଷତି ହେଇଛି ତାଙ୍କର ଯେଉଁ କ୍ଷୟକ୍ଷତି ପାଇଁ ଯେଉଁ ପରିମାଣରେ ଆମାଉଣ୍ଟ ଆସେ ପଇସା SRCରୁ ତାକୁ ମଧ୍ୟ ସେମାନେ ରିପୋର୍ଟ ପଠାଇବେ ଏବଂ ସେଇ ପ୍ରାପ୍ତ ବି ସେମାନେ ପାଇପାରିବେ।